যেতে বুঝলি আর শোনি সে কথা ভুল চিন্তা করছি বাবু আজ সকালে সব কাহিনী আমি হেলে ঘরে সম্পত্তি খাইবি ওটাকে মাই ছিলটা দেই পারুনি শিব এমনি ধরে সকল বাবু মাটা ছিল দেখি না লালন পালন করি ମୋ ଛୁଆ ବାବୁରେ କାନ୍ଦର ଭଙ୍ଗ କରିପାରିଥାନ୍ତି ଆପଣ ବାପା ହେଇ କଣ କରିପାରିବେ ସେଇ କଥା ଭାବୁଛି କେମିତି ଧ୍ୱଂସ କରିବା ଚିନ୍ତାରେ ପଡ଼ିଯାଇଛି ବାବୁ ମୋ ମୁଣ୍ଡରେ କେତେ ଚିନ୍ତା ବଢ଼ିଗଲାଣି ମୁଁ ଆଉ କାହାକୁ କହିପାରୁନି ଏ ଛୁଆର ଦୁଃଖ ମୁଁ ଦେଖିପାରୁନି ନାଇଁ ବାବୁ ନାଇଁ ଆମେ ଯଦି ଛୁଆ ବାବୁ ପାଇଁ ମାଟି ଯୋଗାଡ଼ କରି କେମିତି ହବ ନାଇଁ ସବୁ ନାଇଁ ନାଇଁ ଏଇ ବୁଢ଼ା ବୟସରେ ଆଉ ମୁଁ କେମିତି ବାହା ହେବି ରେ ଶିବ ଆପଣଙ୍କୁ ସିନା ବୟସ ହେଇଗଲାଣି ହେଲେ ଆପଣ ଛୁଆ ବାବୁ କଥା ଚିନ୍ତା କରୁନାହାନ୍ତି କଥା କହୁନି ବାବୁ ମୁଁ କଣ କହୁଥିଲି କି ମୋର ଗୋଟେ ମାଉସୀର ଝିଅ ଅଛି ମୋ ଭଉଣୀ ନିହାତି ଗରିବ ତାକୁ ଯଦି ଆମକୁ ଘରକୁ ନେଇକି ଆସନ୍ତି ହେଲେ ଛୁଆ ବାବୁର ଲାଳନ ପାଳନ କରନ୍ତା ତା ଛଡ଼ା ଆପଣଙ୍କୁ ଠିକ ସମୟରେ ଔଷଧ ଖାଇବାକୁ ଦିଅନ୍ତା ଏ ଘର କାମ କରିବାକୁ ବି କିଏ ନାହାନ୍ତି ଛୋଟ କାମ ହଁ ତୁ ଠିକ କହିଛୁ এই ছুয়াটাকে ମୁଁ ସମ୍ଭାଳି ପାରିବିନି ୟାରି ଯତ୍ନ ବି ମୁଁ ନେଇପାରିବିନି ହେଲେ ତୋ ନିଜ ମାଉସୀ ପୁଅ ଝିଅ ତାକୁ ବଳ ଆଣିକି ମୁଁ ଘର ବାହାରେ ଛିଡ଼ା କରିବି ତାକୁ ନେଇ ଆସିଛୁ ମୋ ପାଖକୁ ଠିକ ଅଛି ବାବୁ ଆପଣ ଏଠି ବସନ୍ତୁ ମୁଁ ତାକୁ ଡାକୁଛି ଏ ହଉଛି ସେ ମୋ ତମ ନାଁଟା କଣ ଆରତୀ ଗୋଟେ ସବୁ ଦାୟିତ୍ୱ ନେଇପାରିବ ଏ ହଉଛି ମୋ ପୁଅ ୟାରି ମା ତାକୁ ଚର୍ପ କରି ଚାଲିଗଲା ମୋ ଛୁଆ ବାବୁ ନେଇଛୁ ମୋ ଭଉଣୀ ସବୁ କରିବ ତାହେଲେ ଏଇ ଆଜିଠାରୁ ଏ ଛୁଆର ଦାୟିତ୍ୱ ତମର ଏ ଆରତୀ ତୁ ତ ଏ ଘର ବିଷୟରେ କିଛି ଜାଣିନୁ ମୁଁ ତୋତେ ଟିକେ ବତେଇବି थोड़ा सा बैठ कर झाड़ा हे किशोर ए होची से जमीदार भाभी परी कोटी कोटी टंकार धन संपत्ति ए छुआ बाबू को लालन पालन घर की करिबू बुझिबानु रे लालन पालन सेना करिबू मां स्नेहरु वंचित करिबू ଆଉ ସେତେବେଳେ ସଦର ସୁଯୋଗ ପାଇବୁ କୋଟି କୋଟି କରି ସବୁ ଧନ ସମ୍ପତ୍ତି ପୁରା ଗହଣା ବୁଝେଇ ଆଉ ଶୁଣ ପୁରାକୁ ଡାଇବେଟିସ୍ ଆଉ ବ୍ଲଡ ସୁଗର ଅଛି ଠିକ ସମୟରେ ଔଷଧ ଖାଇବାକୁ ଦେବୁ
ଔଷଧ ସିନା ଖାଇବାକୁ ଦେବୁ ଔଷଧଟାକୁ ଅଦଳ ବଦଳ କରିଦେବୁ ବୁଝିପାରିଲୁ ହେଲେ ତ ବାବୁ ମୋ ଘର ଭିତରେ ସବୁ ଶିଖିବି ତୁ ଥିଲେ ମୋର ଆଉ ଚିନ୍ତା ନାହିଁ ଦିଶିବୁ ହଁ ବାବୁ ବାବୁଙ୍କ ଔଷଧ ଖାଇବା ସମୟ ହେଇଗଲାଣି ବାବୁଙ୍କ ଔଷଧ ଖାଇବା ଦେଇଛି ହେଲା ମୁଁ ଛୁଆ ବାବୁକୁ ଧରି ଏପଟେ ଟିକେ ବୁଲାବୁଲି କରୁଥିଲି ଦେଖିଲା ରାତି ଶିଶୁଟା ମୋ ପାଇଁ କେତେ ଚିନ୍ତା କରି ଦେଖ ଯେମିତି ମୋର ପୁଅର କିଛି ଅସୁବିଧା ନାହିଁ ନା ବାବୁ ବାବୁ ଆପଣ ଦେଖିବେ ଏ ଘରଟା ଏମିତି ଘରକୁ ପୁରା ସମ୍ପୂର୍ଣ୍ଣ ବଦଳାଇ ଦେବେ ମୋ ମୁଣ୍ଡ କ'ଣ ହେଇଯାଉଛି ବାବୁ ଆପଣ କ'ଣ କରିଛନ୍ତି ବାବୁ ଘରେସିବୁ ଖବର ସୁଯୋଗ ଦେଖି ଆପଣଙ୍କ ଭଉଣୀ ଜୀବନଟାକୁ ନଷ୍ଟ କରିଦେଲେ ଏଇ କ'ଣ କହିଯାଉଛୁ ମୁଁ ତ କିଛି ବୁଝିପାରୁନି ଆପଣ ବୁଝିପାରୁନାହାନ୍ତି ନା ବୁଝିକି ନିଜେ ଅଭୁଜା ହେଉଛନ୍ତି ନା ଏସବୁ କ'ଣ କହିଯାଉଛୁ ଭୋକିଲା ବାଘ ଅନେକ ଦିନ ହେଲା ଶିକାର କରିନି ଯେତେବେଳେ ତା ପାଖରେ ହରିଣଟା ଛିଡ଼ା ହୁଏ ସେ ଭାଗରେ କ'ଣ କରେ ବାବୁ ଅଳିଆ ହରିଣଟାକୁ ଝୁଡ଼ି ଝୁଡ଼ି ଖାଇଯାଏ ଆପଣ ବି ସେମିତି ମୋ ଭଉଣୀ ଜୀବନଟାକୁ ନଷ୍ଟ କରି କ'ଣ କହିଯାଉଛୁ ଏଇ ବୁଢ଼ା ବୟସରେ ମୋ ପୁରୀ ତା ସାଙ୍ଗରେ ଖାଇମିଶିବ ଘଟଣାଟା କ'ଣ ହେଇଛି ମୋ ଭଉଣୀକୁ ପଚାରୁଛି ଔଷଧ ଖାଇଲା ବେଳେ ମୋ ମୁଣ୍ଡ ବୁଲେଇଗଲା ତାପରେ ମୁଁ କିଛି ଜାଣିନି ଆରେ ସତର୍କ ଭଉଣୀ ଆଉ କାହାକୁ ମୁହଁ ଦେଖେଇ ପାରିବନି ନେଇ ଯାଇଛନ୍ତି କ'ଣ କହିଲା ବାବୁ
ଆରତି କହୁଛି ମୁଁ ଯେତେ ମନା କରୁଥିଲି ବି ସେ ମୋ କଥାକୁ ମାନିଲେ ଏ ଆରତି ଧର୍ମ ସହିବନି ଧର୍ମକୁ ଚାହିଁବ ଭୂତର এই বয়সরে ছি 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 আরে তো হচ্ছে না ঝিও বয়সর আমি তোকে গরিব ঝিও বলে কথারে তোকে আশ্রয় দেলি শেষরে ମୋ ମୁଣ୍ଡରେ ଏମିତି କଳଙ୍କ ପଡ଼ିଗଲୁ ଆରତି ତୋପରେ ଜାଣିଛୁ ମୋ ସ୍ତ୍ରୀଟା ମରିଗଲା ହେଲେ ମୁଁ ଦ୍ୱିତୀୟ ବିବାହ କରିବି କେମିତି ମୁଁ ସେ କଥା ଜାଣିନି ଆଉ ଆପଣ ଯଦି ମୋ ବହୁ ଭଉଣୀ କଥାରେ ସିନ୍ଦୁର ଲଗାଇବେ ତାହେଲେ ଏ କଥାଟା ଏ ଗାଁ ଲୋକକୁ ସମସ୍ତଙ୍କୁ ଜଣେଇ ଦେବେ ଆପଣ ସେ ସମୟରେ ମୁଣ୍ଡ ଟେକି ବାଟ ଚାଲିପାରିବେ ତ ସେମିତି କହିଦେଲା ଏଇ ଅଞ୍ଚଳରେ ମୋର ଯଥେଷ୍ଟ ଆପଣ ମୋ ଭଉଣୀ କଥାରେ ସିନ୍ଦୁର ଦିଅନ୍ତୁ ଆଉ ଯଦି ଆପଣ ସିନ୍ଦୁର ନ ଦେବେ ତାହେଲେ ଆମେ ଭାଇ ଭଉଣୀ କିଛି ଆପଣଙ୍କ ସାମ୍ନାରେ ଆତ୍ମହତ୍ୟା କରିବୁ ঠিক আছে